ନିଜଠୁ ଅଧିକ ଭଲ ପାଉଥିବା ମଣିଷଟାକୁ ଅପେକ୍ଷା କରି ଚାଲିଥିଲି। କେବେ ତ ନିଶ୍ଚିତ ଫେରିବ। ନା ସେ ଫେରୁଥିଲା ନା ସେ ଯୋଗାଯୋଗ କରୁଥିଲା। ସେ କ'ଣ ମୋର ଏଇ ଥିଲା ଯେ ମୋତେ ଖୋଜିବ ଆଉ ମୋ ପାଖକୁ ଫେରିବ? ସେ ପା ଆଉ କାହାର ହେଇସାରିଥିଲା। ହେଲେ କାହାର ହେଇଥିଲା ଜାଣିବେନି? ଆଜି ତ ସେଇ କଥା ଜଣାଇବାକୁ ଆପଣଙ୍କୁ କଲ୍ କରିଛି ଭାଇ। ମୁଁ କହିଲି କାହାର ହେଇଯାଇଥିଲା କୁହ ଭାଇ, ମୁଁ ସବୁ ଶୁଣୁଛି। ତା କଥା ଗମ୍ଭୀର ଥିଲା। କହିଲା ବେଳେ କାନ୍ଦ କାନ୍ଦ ବି ହେଇଯାଉଥିଲା। ଲାଗୁଥିଲା ଭାରି କଷ୍ଟ ଆଉ ଯନ୍ତ୍ରଣା ଭିତରେ ମୋତେ କଲ୍ କରିଥିଲା। ମୁଁ କିନ୍ତୁ ତା କଥାକୁ ଧୈର୍ଯ୍ୟର ସହିତ ଶୁଣି ଚାଲିଥିଲି। କିଏ ଥିଲା ସେ ଜାଣିବାକୁ ମୋ ମନ ଭିତରେ ଆଗ୍ରହ ବି ବଢ଼ି ଚାଲିଥିଲା। ସେ ଆରମ୍ଭ କରିଥିଲା ପୁରା କଥା। ବାପା ମା ଆଉ ଗୋଟେ ସାନ ଭଉଣୀକି ନେଇ ଆମ ସୁଖର ସଂସାର ବେଶ ଆଗକୁ ବଢ଼ି ଚାଲିଥିଲା। ଗାଁ କଲେଜରେ ଗ୍ରାଜୁଏସନ୍ ସରିବା ପରେ ଅଧିକା ପଢ଼ିବାକୁ ଇଚ୍ଛା ହେଲା। ହେଲେ ମୋ ବୋଉ ମୋତେ ସହରକୁ ଛାଡ଼ିବାକୁ ଜମା ଇଚ୍ଛା ନଥିଲା। ତାର ସହରକୁ ଭାରି ଡର ଥିଲା। ହେଲେ ବାପା କିନ୍ତୁ ମୋତେ ଅଧିକା ପଢ଼ାଇବାକୁ ଭୁବନେଶ୍ୱର ପଠାଇଲେ। ଯେତେ କଷ୍ଟ ହେଉ ପଛେ ମୋ ପୁଅକୁ ଉଚ୍ଚଶିକ୍ଷିତ କରିବି କହି ବୋଉକୁ ବୁଝେଇ ଦେଲେ। ଭୁବନେଶ୍ୱର ଗୋଟେ ବଡ଼ ୟୁନିଭର୍ସିଟିରେ ମୋ ପିଜି ଆଡ଼ମିସନ୍ କରିଦେଲେ। ତା ଭିତରେ ମୁଁ IAS ପାଇଁ ବି ନିଜକୁ ନିଜେ ପ୍ରିପେୟାର କରୁଥିଲି। ହେଲେ ଜାଣିନଥିଲି ମୋ ଜୀବନର ସବୁ ଖୁସି ଦିନେ ଏ ସମୟଟା ଛଡ଼େଇ ନେବ ବୋଲି। ସେ ୟୁନିଭର୍ସିଟିରେ ଗେଟ୍ ପାଖରେ ଠିଆ ହୋଇଥିବା ଜଣେ ଝିଅ ସହିତ ମୋର ଦେଖା ହୁଏ। ସେ କୁଆଡ଼େ ଯିବାକୁ ବସ୍କୁ ଅପେକ୍ଷା କରିଥିଲା। ମୁଁ ବି ଟିକେ ବୁଲି ଯିବାକୁ ଆସିଥିଲି। ସେଥିପାଇଁ ମୁଁ ବି ବସ୍କୁ ଅପେକ୍ଷା କରିଥିଲି। ତା ଭିତରେ ଗୋଟେ ଟାଉନ୍ ବସ୍ ଆସିଥିଲା ଆଉ ମୁଁ ସେଇ ବସ୍ରେ ଉଠିଥିଲି। କିନ୍ତୁ ମୁଁ ଜାଣିନଥିଲି ସେ ଝିଅ ବି ସେଇ ବସ୍ରେ ଉଠିଛି। ଗୋଟେ ସିଟ୍ ଫାଙ୍କା ଥିଲା। ମୁଁ ଯାଇ ସେଇ ସିଟ୍ରେ ବସି ପଡ଼ିଲି। କିଛି ସମୟ ପରେ ମୋ ପାଖ ସିଟ୍ଟା ଖାଲି ହେଲା। ମୁଁ ଭିତରକୁ ପଳେଇଲି ଆଉ ସେ ମୋ ପାଖରେ ବସି ପଡ଼ିଲା। ମୁହଁରେ କପଡ଼ା ଗୁଡ଼େଇଥିଲା। ଭଲ ଭାବରେ ତା ମୁହଁକୁ ଦେଖିପାରୁନଥିଲି। ବସ୍ରୁ ଓହ୍ଲେଇ ମୁଁ ମୋ ବାଟରେ ଚାଲି ଯାଇଥିଲି ଆଉ ସେ ତା ବାଟରେ ଚାଲି ଯାଇଥିଲା। ପରଦିନ ପୁଣି ତାକୁ କଲେଜ କ୍ୟାମ୍ପସରେ ଦେଖିଥିଲି। ଭଲ ଭାବରେ ଦେଖିପାରୁନଥିଲେ ବି ଝାପ୍ସା ଝାପ୍ସା ଦେଖି ଜାଣିପାରୁଥିଲି ସେ ବୋଲି। କାହିଁକି ନା ଆଜି ତା ମୁହଁରେ କପଡ଼ା ଗୁଡ଼େଇ ନଥିଲା। ଦେଖିବାକୁ ଖୁବ୍ ସୁନ୍ଦରୀ ଥିଲା। ଟିକିଏ ସାବନୀ ରଙ୍ଗ ଥିଲା, ହେଲେ ପୁରା ଚମକୁଥିଲା। କଥା ହେବାକୁ ଇଚ୍ଛା ହେଲା ଯେ ହେଲେ କ'ଣ କହିବି କିଛି ଭାବିପାରୁନଥିଲି। କିନ୍ତୁ ଏତିକି ଜାଣିଗଲି ଯେ ସେ ଏଇଠି ହିଁ ପଢ଼ୁଥିଲା। ସବୁଦିନ ଦେଖା ସାକ୍ଷାତ ଭିତରେ ସେ ମୋତେ ଯେମିତି ନିଜର ଲାଗୁଥିଲା। ସେଦିନ କଲେଜ କ୍ୟାଣ୍ଟିନ୍ରେ ସେ ମୋ ସାମ୍ନାରେ ବସି ଖାଉଥିଲା ଆଉ ମୁଁ ତାକୁ ସେମିତି ଦେଖି ଚାଲିଥିଲି। ମୁଁ ତାକୁ ଏମିତି ଦେଖିବା ଦେଖି ସେ ଟିକେ ଲାଜେଇ ଯାଇଥିଲା ଆଉ କହିଥିଲା, ଆପଣ ଯଦି ମୋତେ ଏମିତି ଦେଖିବେ ମୁଁ କ'ଣ ଖାଇପାରିବି? ମୁଁ ଖାଇପାରିବିନି, ଉପାସ ରହିଯିବି। ତାର ଏ କଥାରେ ଭାବନା ରାଇଜରୁ ବାହାରି ଆସିଥିଲି। ତା କଣ୍ଠଟା ଭାରି ମଧୁର ଥିଲା। ଟିକିଏ ଲାଜେଇ ଯାଇଥିଲି ଆଉ ମୁରୁକି ହସି ଦେଇଥିଲି, ଯାହାକୁ ଦେଖି ସେ ବି ହସି ଦେଇଥିଲା। ଆରମ୍ଭ ହୋଇଯାଇଥିଲା କଥାବାର୍ତ୍ତା। ଆଉ ସେଇ କଥାବାର୍ତ୍ତା ଯେ ଆମକୁ ଦିନେ ପ୍ରେମ ବନ୍ଧନରେ ବାନ୍ଧିଦେବ ମୁଁ କେବେ ସ୍ୱପ୍ନରେ ଭାବିନଥିଲି। ବାସ୍ ଆରମ୍ଭ ହୋଇଯାଇଥିଲା ନୂଆ ଏକ ଜୀବନର ନୂଆ ଏକ ଅଧ୍ୟାୟ। ଆମେ ନୂଆ ନୂଆ ପ୍ରେମ ଦୁନିଆରେ ଘୁରି ବୁଲିଲୁ ଆଉ ସେଇ ପ୍ରେମକୁ ସ୍ମୃତିରେ ସାଇତି ରଖିବାକୁ ଅନେକ ଜାଗା ବୁଲିବାକୁ ଗଲୁ। ଅନେକ ଥର ପୁରୀ ଯାଇ ରାତିରେ ହୋଟେଲରେ ରହିଛୁ। ବେଶ୍ ମଜା କରିଛୁ ଆଉ ଅନେକ ସ୍ମୃତି ବି ସାଉଁଟିଛୁ। ଏଇ ମଜାମସ୍ତି ଆଉ ଖୁସିର ମୁହୂର୍ତ୍ତ ଭିତରେ ବିତି ଯାଇଥିଲା 4 ବର୍ଷ। କିନ୍ତୁ ଅଚାନକ ଜାଣିବାକୁ ପାଇଥିଲି ସେ ଗର୍ଭବତୀ ହୋଇଯାଇଛି। ସେଇଟା କେବଳ କ'ଣ ମୋର ଭୁଲ ଥିଲା? ଆମେ ନିଜକୁ କଣ୍ଟ୍ରୋଲ କରିପାରିଲୁନୁ ବୋଲି ତ ସେଦିନ ବିନା ସେଫ୍ଟିରେ ସଙ୍ଗମ କରିଥିଲୁ। ସେଥିରେ ତ ତାର ସମ୍ମତି ଥିଲା, ହେଲେ ସେ ମୋ ଦୋଷ ଦେଇ ଚାଲିଲା। ମୁଁ ତାକୁ ମଥାରେ ସିନ୍ଦୁର ଦେଇ ନିଜର କରିବାକୁ କହିଲି ଆଉ ଆମ ଘର ଲୋକ ରାଜି ହେଇଯିବେ, କିଛି ଅସୁବିଧା ହେବନି ବୋଲି ତାକୁ ବୁଝେଇ ଚାଲିଲି। ହେଲେ ସେ ଗର୍ଭ ନଷ୍ଟ କରିବାକୁ ଜିଦ୍ ଧରିଲା। ଏବେ ମୁଁ ଛୁଆର ମା' ହେଇ ମୋ କ୍ୟାରିୟରକୁ ବର୍ବାଦ କରିପାରିବିନି ବୋଲି କହିଲା। ଗର୍ଭ ନଷ୍ଟ କରିବା କଥା ଶୁଣି ମୋତେ କିନ୍ତୁ ଭାରି କଷ୍ଟ ହେଉଥିଲା। ହେଲେ ତାକୁ ବୁଝେଇ ଥକି ଯାଇଥିଲି। ଶେଷରେ ଡାକ୍ତର ସହିତ ପରାମର୍ଶ କରି ମେଡ଼ିସିନ ଖାଇ ନିଜ ଗର୍ଭ ତ ନଷ୍ଟ କରିଦେଲା, ହେଲେ ଆଗ ଭଳି ମୋ ସହିତ ଆଉ ମିଶିବାକୁ ପସନ୍ଦ କଲାନି। ସବୁବେଳେ ଇଗ୍ନୋର ପରେ ଇଗ୍ନୋର କରି ଚାଲିଲା। ତାର ଏମିତି ବ୍ୟବହାର ଦେଖି ମୋତେ ଭାରି କଷ୍ଟ ହେଉଥିଲା। ବୋଧେ ସେଇ ଦିନକୁ ଅପେକ୍ଷା କରିଥିଲା ଯେଉଁଦିନ ଫାଇନାଲ ଏକ୍ଜାମ ସରିଲା। ସେଇଦିନ ତାଙ୍କ ଘରକୁ ଗଲା ପରେ ଆଉ ମୋ ଫୋନ୍ଟା ଉଠେଇ ନଥିଲା। କିଛି ଦିନ ପରେ ଗୋଟେ ସବୁଥିରୁ ବ୍ଲକ୍ କରି ଚାଲିଲା। ସେ ଦୂରେଇ ଦେବାର ଅନେକ କଷ୍ଟ ଯନ୍ତ୍ରଣା ଭିତରେ 1 ବର୍ଷ ବିତି ଯାଇଥିଲା। ତଥାପି ସେ ମୋତେ ଯୋଗାଯୋଗ କଲାନି। ମୋର ଏପଟେ ପଢ଼ା ବି ଭାରି ଡିଷ୍ଟର୍ବ ହେଉଥିଲା। ବହି ଖୋଲିଲେ କେବଳ ସେ ମୋ ଆଖି ସାମ୍ନାକୁ ଆସିଯାଉଥିଲା। କେମିତି ତାକୁ ମୁଁ ଭୁଲି ପାରିଥାନ୍ତି, ଯିଏ ଦିନେ ମୋର ଏତେ ଘନିଷ୍ଠ ଥିଲା। ଆଜି ତାର ଏମିତି ଛଳନାକୁ ଭୁଲିବା କ'ଣ ଏତେ ସହଜ ଥିଲା? କେତେ ଆଉ ସହିଥାନ୍ତି? ଦିନେ ପହଞ୍ଚି ଯାଇଥିଲି ତାଙ୍କ ଗାଁରେ। ଆଉ ଯାହା ଜାଣିଥିଲି ମୋ ପାଦ ତଳୁ ମାଟି ଖସି ଯାଇଥିଲା। ସେ ଭଲ ଚାକିରିଟେ ପାଇସାରିଥିଲା ଆଉ ସେ ସେଇ ଭୁବନେଶ୍ୱରରେ ରହୁଥିଲା। କିନ୍ତୁ ତାର ନିର୍ବନ୍ଧ ଆଉ ଜଣକ ସାଙ୍ଗରେ
ହେଇସାରିଥିଲା। ସେ ଯାହାର ହେବାକୁ ଯାଉଥିଲା ସେ କୁଆଡ଼େ ୟାକୁ ଛୁଆବେଳୁ ପସନ୍ଦ କରୁଥିଲା ଆଉ ବହୁତ ଧନୀ ଘରର ପିଲା ଥିଲା। ଉଭୟ ପରିବାରଙ୍କ ସହମତିରେ ବାହାଘର ଫାଇନାଲ ହେଇ ନିର୍ବନ୍ଧ ସରିଯାଇଥିଲା ଆଉ ଉଭୟ କୁଆଡ଼େ ବହୁତ ମିଶୁଥିଲେ, ଖୋଲମ ଖୋଲା ବୁଲୁଥିଲେ, ବହୁତ ମଜାମସ୍ତି କରି ବେଶ ଖୁସିରେ ବି ଥିଲେ। ଏକଥା ଶୁଣିଲା ପରେ ଘରକୁ ପଳେଇ ଆସିଲି। କବାଟ ବନ୍ଦ କରି ଅନେକ କାନ୍ଦିଲି ଆଉ ନିଜକୁ ପଚାରି ଚାଲିଥିଲି ମୋର ଭୁଲ କେଉଁଠି ଥିଲା। ସତରେ କ'ଣ ମୋର ଭୁଲ ଥିଲା ନା ମୋଠୁ ଦୂରେଇ ସେଇ ଧନୀ ଘର ପୁଅକୁ ବାହା ହେବାକୁ ଇଏ ଗୋଟେ ନୂଆ ବାହାନା ଥିଲା? ହେଲେ ମୋ ପ୍ରଶ୍ନର ଉତ୍ତର କେଉଁଠୁ ପାଇବି ଭାବି ଭାବି ତା ସହିତ ବିତେଇଥିବା ସବୁ ସ୍ମୃତିକୁ ମୋବାଇଲ ଭିତରୁ ଡିଲେଟ୍ କରି ଚାଲିଥିଲି। ଆଖିରେ ଥିଲା ଆଖିଏ ଲୁହ ଆଉ ଛାତିରେ ଥିବା ସବୁ କୋହକୁ କେହି ନଥିବା ସେ ବନ୍ଦ ଘର ଭିତରେ ଏକା ଏକା ବାହାର କରି ଚାଲିଥିଲି। ସତ କହିବେ ପ୍ରତାପ ଭାଇ, ମୋର କ'ଣ ସତରେ ଭୁଲ ଥିଲା? ମୁଁ କହିଲି, କାହାର ଭୁଲ ଥିଲା ମୁଁ ତ କହିବିନି ଭାଇ, କିନ୍ତୁ ସେ ସବୁକୁ ଭୁଲି ନିଜ ଜୀବନକୁ ଆଗକୁ ବଢ଼ାଅ। ଅତୀତ କେବଳ ଲୁହ ଦେବ ଆଉ ଭବିଷ୍ୟତ ଅନେକ ଖୁସି ଦେବ। ସେ କହିଲା, ମୁଁ ଅତୀତକୁ ଭୁଲି ଯାଇଛି ପ୍ରତାପ ଭାଇ, ଏବେ ଖାଲି ବର୍ତ୍ତମାନକୁ ନେଇ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖୁଛି। କେବଳ ଗୋଟେ କାହାଣୀ ପାଇଁ ଆପଣଙ୍କ ସହ କଥା ହେଲି। କାହାଣୀ କରିବେ ତ? ନା ମୋ କାହାଣୀରେ ସେମିତି କିଛି ନାହିଁ ବୋଲି କରିବେନି? ମୁଁ କହିଲି, ସେମିତି କିଛି ନାହିଁ, ନିଶ୍ଚୟ କାହାଣୀ କରିବି। ମୋତେ ଧନ୍ୟବାଦ ଦେଲା ଆଉ ଫୋନ୍ଟା କାଟିଦେଲା। କିନ୍ତୁ ତାର ସେ ମିଛ ଭିତରେ ସତ କଷ୍ଟଗୁଡ଼ା ସ୍ପଷ୍ଟ ବାରି ହେଉଥିଲା। ମୋତେ ଲାଗୁଥିଲା ଆଜି ବି ସେ ତାକୁ ଜମା ବି ଭୁଲି ପାରିନି। ଅନେକ ଚେଷ୍ଟା କରୁଛି ଭୁଲିବାକୁ, ହେଲେ ଭୁଲି ପାରୁନି। ସେଥିପାଇଁ ଏସବୁ କଥା କହିଲା ବେଳେ କେତେବେଳେ ତା କଣ୍ଠଟା ବାଷ୍ପରୁତ ହୋଇଯାଉଥିଲା ତ କେତେବେଳେ ତା ଆଖିରୁ ଲୁହ ଆସିଯାଉଥିଲା। ହେଲେ କାହାଣୀ କରିବାକୁ କଥା ଦେଇଥିଲି, ମୋର କେବଳ କାହାଣୀ କରିବାର ଥିଲା। ହେଲେ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ଜଣାଇବାକୁ ଜମା ନ ଭୁଲିଲେ ହେଲା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।